ତାରକ ନାସାଟି ପ୍ରମାଣ ଦଣ୍ଡକ ଚକୁରଟି ଜଣ ଅର୍ଦ୍ଧ ବୋଲିନ ଯାହା କହି ତୋର କର୍ଣ୍ଣଘର ସେଇ ବିନ୍ଦୁ ବୋଲିନ ଯେ ପ୍ରମାଣ ତୋର ମସ୍ତକଟି ଜଣ ତାର ଦଣ୍ଡ କୁଣ୍ଡଳୀ ଜାଣ ଅର୍ଦ୍ଧ ବିନ୍ଦୁ ସେହି ପ୍ରମାଣ। କୁଣ୍ଡଳୀ କିଏ କାଇଁ କହିଲା ତ ନାଇଁ? ଆଜ୍ଞା କୁଣ୍ଡଳୀ ତ କାଇଁ କହିଲାନି? ସେ କହୁଛନ୍ତି ବା ଅର୍ଦ୍ଧ ବିନ୍ଦୁ ଯେଉଁ ପ୍ରମାଣ ଏହାକୁ ପ୍ରଣ ବୋଲି କହି ଓଙ୍କାର ନାମ ସେ ଧରଳି ସିଦ୍ଧି ରସୁର ଯେ ବିଧାନ ଶୁଣ ସେ ବାବୁ ଦେଇ ମନ ସିଏ ତ ଚକ୍ଷୁରଟି ଜାଣୁ ଦଣ୍ଡକ ଘରରେ ପ୍ରମାଣ ଦିତ ଆଶାରେ ରହିଲେ ତାରକରେ ସେ ବାସ କଲେ ତ ମୁଖରଟି ଜାଣ କୁଣ୍ଡଳୀ ଘରରେ ପ୍ରମାଣ ତୁ ତ କଲରେ ରହିଲେ ଅର୍ଦ୍ଧ ଘରରେ ବାସ କଲେ ଶିଶୁ ବେଦଟି ଗୁପ୍ତପୂର୍ଣ୍ଣ ବିନ୍ଦୁ ଘରରେ ସେ ପ୍ରମାଣ ରରୁ ରୁକ ବେଦ ଜାଣ ତୋର ମୁଖରେ ପ୍ରମାଣ ଧୀରୁ ଚତୁର୍ବେଦ ହୋଇ ତୋର ନାଶରେ ଠନ୍ତି ରହି ଧୀରୁ ସାମ ବେଦ ଜାଣ ଚକ୍ଷୁରେ ତୋହରି ପ୍ରମାଣ ତୋରୁ ଅଥର୍ବୋଧ ହୋଇ ତୋର କର୍ଣ୍ଣରେ ଠନ୍ତି ରହି ସେ ଲେଖିଛନ୍ତି ଯାହା ମୁଁ କହୁଛି। ଶିଶୁ ବେଦଟି ଗୋପ୍ୟପୂର୍ଣ୍ଣ ତୁମ୍ଭରି ଲଲାଟେ ପ୍ରମାଣ ଶିଶୁ ବେଦକୁ ଯେ କିଣିବ ଚାଣ୍ଡଳ ବ୍ରହ୍ମ ବୋଲାଇବ ବ୍ରାହ୍ମଣ ନଚିନିଲେ ଜାଣ ଚାଣ୍ଡଳ ବୋଜନ ପ୍ରମାଣ ଲୋକ ବେଦରେ ଶୂଦ୍ର ଘରୁ ଆଣିଲେ ବଡୁ ବେଦୀ ଠାରୁ ଯଜୁର୍ବେଦ ଯେ ଦିଜ ହୋଇ ଶୁଣରେ ବାବୁ ମନ ଦେଇ ସାମ ବେଦର ବିପ୍ର ହୋଇ ବେଦ ଅଭ୍ୟାସ କଲେ ଜଣି ଅଥର୍ବ ବେଦରେ ପ୍ରମାଣ ସ୍ୱରୂପ ଦେଖିବ ପ୍ରମାଣ ଶିଶୁ ବେଦ ବ୍ରାହ୍ମଣ ହୋଇ ସର୍ବଘଟେ ବ୍ରହ୍ମ ଦେଖଇ ଚାଣ୍ଡାଳୁ ବ୍ରହ୍ମ ଯାଏ ପୁଣ ମିଳାଉ ଥିବ ଯେ ପ୍ରମାଣ ସପ୍ତ ପଞ୍ଚାତ୍ମିକ ଜାଣିବ ପଞ୍ଚାତ୍ମିକରେ ବୁଝାଇବ ନିରାକାର ମନ୍ତ୍ରରେ ଜାଣ ଦୀପିତ ଥିବ ଯେ ପ୍ରମାଣ ସପ୍ତ ପଞ୍ଚାତ୍ମିକ ଜାଣିବ ପଞ୍ଚାତ୍ମିକରେ ବୁଝାଇବ ତାକୁ ବ୍ରାହ୍ମଣ ବୋଲି କହି ଚାଣ୍ଡଳ ପକ୍ଷେ ହେଉଛଇ ଆବର କଥା ଏବେ ଶୁଣ ଅବନା ଥିବ ଯୋଗ ଜାଣ ପରତୁ ଚକ୍ଷୁରେ ରହିଲେ ରଜନାଶାରେ ବାସ କଲେ ସଶକ୍ତ ମୁଖରଟି ଜାଣ ବଦ ତୁ କର୍ଣ୍ଣରେ ପ୍ରମାଣ ଚାରି ବେଦରେ ଯେ ରହିଲେ ଏହା ତୁ ବୁଝ ବାବୁ ଭଲେ ଶ୍ରୀଙ୍ଗ ତ ମୁଖରେ ଜାଣ ଶ୍ରୀଙ୍କ ନାଶାରେ ପ୍ରମାଣ ଚକ୍ଷୁରେ ରହିଲେ ଝିଳଙ୍କ କର୍ଣ୍ଣ ବାସ କଲେ ତୁରନ୍ତ ଲଳାଟ ପ୍ରମାଣ ଏପରି ପଞ୍ଚଭୁଜ କର୍ଣ୍ଣ ଗୁରୁର ନାମ ଶୁଣ ମହାମନ୍ତ୍ରରେ ଯେ ପ୍ରମାଣ ହରେ ବଳଭଦ୍ର ଜାଣ। ଏଇଟା କୋଉ ବହିରେ? ଆଜ୍ଞା ଏଇଟା କୋଉ ବହିର କଥା? ଇଏ ଗୋଟେ ଗୀତାର୍ଥ ତତ୍ତ୍ୱସାର। ଗୀତାର୍ଥ ତତ୍ତ୍ୱସାରଟା ଠିକ? ଆଜ୍ଞା ଗୀତାର୍ଥ ତତ୍ତ୍ୱସାରଟା ଠିକ ଲେଖିଛି କିନ୍ତୁ ସେ ଯୋଉ କଣ ସେ ଯୋଉ ମଝିରେ କଣ ଟିକେ ସିଦ୍ଧିରସ୍ତୁ କଣ ସେଟା ଟିକେ ବେତାଳ ଥିଲା ନା ଆଉ ସବୁ ଠିକ ଅଛି? ନାଇଁ ଗୀତାର୍ଥ ତତ୍ତ୍ୱସାର ସମୁଦାସଙ୍କର ଠିକ। ହରେ ବଳଭଦ୍ରଟି ଜାଣ ହରେ ହ୍ରିଂ ବିରତି ପ୍ରମାଣ ତିନି ହରେ ନନ୍ଦ ହୋଇ ଚାରି ହରେ ସାଧୁ ବୋଲାଇ। ମୋ କଥା ଟିକେ ଶୁଣୁ ଏଗୁଡା ପଢି କଣ ହବ ଆମର? ଲେଖାଟା ମୁଁ ଦେଖୁଛି ଏଇଟା କଣ କେମିତି ଭୁଲ ଭାଲ ଅଛି କି ଠିକ ଠାକ ଅଛି? ନା ଭୁଲ ତ ଅଛି। ମୋ କଥା ଟିକେ ଶୁଣୁ ୟାର ଅନୁଭବ ଜ୍ଞାନ ଟା ଆମର ଦରକାର। ଆଜ୍ଞା ୟାର ଅନୁଭବ ଜ୍ଞାନ ଟା ଆମର ଦରକାର। ସପ୍ତ ପଞ୍ଚାତ୍ମିକ ଭେଦ ମୁଁ ଏପିସୋଡରେ ବାରମ୍ବାର ଛାଡୁଛି ୟୁଟ୍ୟୁବ ରେ ସବୁ ଗୁରୁ ଭାଇ ମାନଙ୍କ ପାଇଁ ଏବଂ ବାହାର ଓଡିଶା ସାରା ଲୋକଙ୍କ ପାଇଁ। ଓଡିଶା ସାରା ଲୋକ ବର୍ତ୍ତମାନ ଏଇ ଫୋନ କଲେଣି ମୋ ପାଖକୁ ବାବା ଆପଣ ଯାହା କହୁଛନ୍ତି ଆମ ଗୁରୁ ବି ସେଇଆ କହିଛନ୍ତି ଆପଣଙ୍କର ଭୁଲ ଟିକେ ନାହିଁ କହୁଛନ୍ତି। ହଁ ଆପଣ ଏବେ ବି ସେ ଗୋଟେ ଲେଡିଜ୍ ପଚାରୁଥିଲା ଆପଣ କୋଉଠି ଥିଲେ ଏଠି କେନ୍ଦ୍ରାପଡାରେ ଥିଲେ ନା କଣ ସେ ମୁଁ ଶୁଣୁଥିଲି ବା। ହେଇଥିବ ଦେଖୁଥିଲି। ଶୁଣୁ ଇଏ ସବୁ ଜିନିଷ ଠିକ ଇଏ ସବୁ ଜିନିଷ ଯଦି ଜାଣିବା ପାଇଁ ଇଏ ହଉଛି ମୁଁ ବିଷୟ ତ ବେଶୀ କିଛି ଜାଣିନି ତଥାପି ଏଠି ମଠକୁ ଆସିଲେ ନାଇଁ ବେଶୀ କିଛି ଜାଣି ମୁଁ କାହିଁ ଆପଣଙ୍କୁ ପଚାରୁଛି ବେଶୀ କିଛି ଜାଣିନାହାନ୍ତି କଣ ଆମର ଠାକୁରଙ୍କ ଇଏ ଗୁଡାକ ସବୁ ଆପଣ ଜାଣିଛନ୍ତି। ଆପଣଙ୍କର ଲାଇନ ଟା ଯୋଉ ହିସାବରେ କହୁଛନ୍ତି ଲୋକ ପୁଣି ବହୁତ ଶୁଣୁଛନ୍ତି ବହୁତ ଇଏ ହଉଛି ମାନେ ବହୁତ ଲୋକଙ୍କର ଆପଣଙ୍କୁ ଇଏ ବହୁତ ସାଧୁ ସନ୍ଥ ବି ପଚାରୁଛନ୍ତି ଆପଣଙ୍କୁ ମୁଁ ଶୁଣୁନି କଣ? ଗୋଟେ କଥା ଶୁଣୁ ଆଜ୍ଞା ମୁଖ କୁଣ୍ଡଳୀ ଆକାର ମୁଖ ହେଲା କୁଣ୍ଡଳୀ ହଉଛି ଆକାର ଆଶା ତାରକ ଉକାର ଚକ ଏକାର କର୍ଣ୍ଣ ଅର୍ଥକ ଇକାର ବୁଝିଲ କି କର୍ଣ୍ଣ ଅର୍ଥ ବିନ୍ଦୁ ମସ୍ତକ ଅଙ୍କାର ଏତିକି ମାତ୍ର କଥା ବୁଝିବା ପାଇଁ ହେଲେ ହେଲା
ବୁଝିଲେ କି ନାସା ହେଲା ତାରକ, ବୁଝିଲେ କି ମୁଖ ହେଲା କୁଣ୍ଡଳୀ, ନାସା ହେଲା ତାରକ, ଚକ୍ଷୁ ହେଲା ଦଣ୍ଡକ, କର୍ଣ୍ଣ ହେଲା ଅଧକ, ମସ୍ତକ ହେଲା ବିନ୍ଦୁ। ତାରକ ଦଣ୍ଡ କୁଣ୍ଡଳୀ। ମୁଖ ହେଲା ହିଳିଙ୍ଗ ବୀଜ, ନାସା ହେଲା ଶିଳିଙ୍ଗ ବୀଜ, ଚକ୍ଷୁ ହେଲା କିଳିଙ୍ଗ ବୀଜ, କର୍ଣ୍ଣ ହେଲା ଧିଳିଙ୍ଗ ବୀଜ, ମସ୍ତକ ହେଲା ପିଳିଙ୍ଗ ବୀଜ। ନା କଥାଟା ଶୁଣୁ, ଯୋଉ ବେଦ କଥା କହିଲୁ ଚାରି ବେଦ, ସେ ନୁହେଁ, ସି ସାମବେଦ କହିଦେଲା ଯୋଉ ଚକ୍ଷୁ ସେଇଟା ନୁହେଁ। ମୁଖ ସି, ନାସା ଧି, ଚକ୍ଷୁ ର, କର୍ଣ୍ଣସ୍ତୁ, ସିଧିରସ୍ତୁ ହେଲା। ତେଣୁ ସେ ମୁଖରୁ ଯାଇ ମାନେ ସିରିଏଲି ଯିବ ସେ କଥା ଗୁଡା ସିଧିରସ୍ତୁ। ଇଏ ହେଲା ଗୋଟେ କଥା। ତାପରେ ଆଉ ଗୋଟେ କଥା ଶୁଣୁ, ଯେ ଆମର ଯୋଉ ସବୁ ପବନ ସବୁ ଅଛି, ପଞ୍ଚ ପବନ, କୋଉ ଗୋଟେ ତାର ମଧ୍ୟ ବାଟ ଅଛି। ସପ୍ତପଞ୍ଚାତୀଙ୍କ ବସଣ ଠାକୁରଙ୍କର ଅଛି। ସେ ସପ୍ତପଞ୍ଚାତୀଙ୍କ ବସଣରେ ଠାକୁର ଡିଟେଲ ଲେଖି ଦେଇଛନ୍ତି। କେବଳ ଗୋଟିଏ ଲୋକ ଥିଲେ ଯିଏ ହଉଛନ୍ତି ଆମର ନରୋତ୍ତମ ବାବା। ତାଙ୍କ ପାଖରେ ଠାକୁର ସବୁ ଗୁଡାକ ଦେଇଥିଲେ। ଦେଲା ପରେ ଦିନେ ମତେ କହିଲେ, ଠାକୁର କହିଲେ ବିଷମର, ମୁଁ କହିଲି ଆଜ୍ଞା, ନା ନରୋତ୍ତମ ସେବା ତୁ କରିବୁ। ମୁଁ କହିଲି ଆଜ୍ଞା ହଁ। ସେ ଝାଡା ଫେରିବେ, ତାଙ୍କୁ କାଢିବି, ତାଙ୍କୁ ଗଞ୍ଜେଇ ଦଳିକି ଦେବି, ତାଙ୍କୁ ଲୁଗା ଦେବି, ତାଙ୍କୁ ଗାଧେଇ ଦେବି, ସବୁ ଗୁଡା କରିବି। ନାଟ ମଣ୍ଡପ ସାମ୍ନାରେ ସେ ଶୋଇଥାନ୍ତି, ତାଙ୍କ ଗୋଡ ଭାଙ୍ଗି ଯାଇଥିଲା। ଆଚ୍ଛା, ଏଇ ସମୟରେ ଦିନେ କହିଲେ ବିଷମର, ମୁଁ କହିଲି ଆଜ୍ଞା, ନା ମୁଁ ତ ସେବାରେ ସନ୍ତୁଷ୍ଟ। ମୁଁ କହିଲି ସନ୍ତୁଷ୍ଟ ହେଲେ ଆଉ ଅସୁବିଧା କଣ? ନା ମୁଁ ତତେ ଗୋଟେ ଜିନିଷ ଦେବି। ମୁଁ କହିଲି ଆଜ୍ଞା ମୁଁ ନେବି ନାହିଁ। ସେଠୁ କହିଲେ କାହିଁକି? ମୁଁ କହିଲି ନାଇଁ, ଆପଣ ତାନ୍ତ୍ରିକା ମାନ୍ତ୍ରିକା ଜିନିଷ କଣ ଦେବେ ସେଗୁଡାକ ତ ମୋର ଦରକାର ନାହିଁ। ମୁଁ ଆଜ୍ଞା ସେଗୁଡାକ ସବୁ ନେବି ନାହିଁ। ସେଠୁ ଦୟା ଆଉ ରଖିଛି କି? ଦୟା ତାକୁ ସବୁ ପାଲେ ବେଚି ଦେଇଛି ନା ଆଉ ଦେବେ ନା ଦୟା ଜିନିଷ ଦେବି, ମୁଁ ନେବି ନାଇଁ ନା। ସେଉଠି ସେ କୋଥଳରୁ କାଢିକି ଗୋଟେ ଖାତା ଦେଲେ, ସେ ଖାତା ବି ଏପର୍ଯ୍ୟନ୍ତ ମୋ ପାଖରେ ଅଛି। ପୁରା ଗୋଲ ଗୋଲ ଅକ୍ଷର, ସେଇଥିରେ ସବୁ ବସାଣ ଫସାଣ ଭଲ ମନ୍ଦ ଯାହା ଠାକୁର ଯୋଉଠି କହନ୍ତି ସବୁ ସେ ଖାତାଟିରେ ଟୋଟାଲ ଅଛି। ସେଇଠୁ କହିଲି ମୁଁ ଠାକୁରଙ୍କର ଆଶୀର୍ବାଦ ହେଲା, ମୁଁ ତାଙ୍କ ସେବା କରିବାରୁ ମତେ ସେଇଟା ମିଳିଲା। ଆଉ କଣ ମିଳି ସାରିଲା ପରେ ଠାକୁରଙ୍କର ସେ ଶ୍ଲୋକ ଗୁଡାକ ସବୁ ଯୋଉ ଯୋଉ ଶ୍ଲୋକ ଯୋଉଠି କରିଛନ୍ତି, ସେ ଶ୍ଲୋକ ଗୁଡାକ ଡାଇରେକ୍ଟ ମୁଁ ମଧ୍ୟ ଏପିସୋଡରେ ଛାଡି ଦଉଛି ହେଲା। ଓଙ୍କାର ଟା କେମିତି ହେଲା, ଓଙ୍କାର କୋଉଠି ପହଞ୍ଚିଲା ଆସିକି। ଆକାଶ ହଉଛି ଦିଟା, ଗୋଟେ ହଉଛି ହୃଦାକାଶ, ଗୋଟେ ହଉଛି ଚିଦାକାଶ। ହୃଦାକାଶରେ ଓଂ ଧ୍ୱନି ସୃଷ୍ଟି ହୁଏ। ଚିଦାକାଶରେ ସିଏ ଓଂ ଧ୍ୱନି କଣ ହୁଏ ନା, ସେ ଅଣାକ୍ଷର ଏକାକ୍ଷରରେ ପରିଣତ ହେଇକି ମୁଖମଣ୍ଡଳରେ ଖେଳେ। ଜ୍ୟୋତି ଚକ୍ର ରହିଲା ଏକାକ୍ଷର, ଆଉ ଗୁରୁ ଚକ୍ର ରହିଲା ଅଣାକ୍ଷର। ସେ ଯୋଉ ଉଭୟ ଆସିକିରି ମୁଖମଣ୍ଡଳ କେମିତି ଖେଳୁଛି, କଣ କରୁଛି, ସବୁବେଳେ ଛାଡିଲେଣି, ବହୁତ କଥା ଛାଡି ସାରିଲେଣି। ଆଉ ହଉ ଠିକ ଅଛି, ତୁ ଭାରି ଖୁସି ହେଲି ଶୁଣିକି। ସେଗୁଡା ସବୁ ବସି ପଢୁଥା, ପଢି ସବୁ କରୁଥା। ନାଇଁ, ମୁଁ ମଝିରେ ମଝିରେ ଯୋଉଟାକୁ ଇଏ କରେ ଟିକେ ପଚାରି ଦିଏ, କାହିଁକି ଭୁଲ ଭାଲ ଥବ କଣ କରିବ ଦେଖା। ନା ଟିକେ ଏପଟ ସେପଟ ଅଛି, ଆଉ ନହେଲେ ସବୁ ଭଲ ଅଛି। ସବୁ ଠିକ ଅଛି, ଟିକେ ଖାଲି ଏପଟ ସେପଟ ଅଛି, ନା ଆଉ ସବୁ ଠିକ ଅଛି। ଏଇଟା ହଉଛି ଆଙ୍କର ହାଡୁଦାସ, ଇଏ ଶମ୍ଭୁନାଥ ଦାସ। ହଁ, ଶମ୍ଭୁନାଥ ଦାସ। ହଁ, ହାଡି ଦାସଙ୍କର ଶିଷ୍ୟ ହଉଛି ଶମ୍ଭୁନାଥ ଦାସ। ଆଚ୍ଛା, ହାଡି ଦାସ ତାକୁ ଯାହାକୁ ଲେଖିଥିଲେ, ଶମ୍ଭୁଆ ତାକୁ ଚୋରି କରିକି ଘିନି ଆଣିଲା। ସିଏ ଆମ ମଙ୍ଗଳପୁର ହାଟରେ କୁକୁଡା ବେପାର କରେ। ଆଚ୍ଛା, ଯଦି କରେ, ସିଏ ଗୁରୁଙ୍କ ଠାରୁ ଯେମିତି ଚୋରି କରି ଘିନି ଆଣିଲା, ଗୁରୁ ତାକୁ ଅଭିଶାପ ଦେଲେ। ସିଏ ତାକୁ ଘିନି ଆଣିକିରି ନିଜ ନାଁରେ ଭଣତା କରିକିରି ଗୀତାର୍ଥ ତତ୍ତ୍ୱସାର କରିକି ଛାଡି ଦେଇଛି। ଆଚ୍ଛା, ବହୁତ କଥା ଠିକ ଅଛି ସବୁ ବହୁତ, କାହିଁକିନା ହାଡିଦାସଙ୍କ ଲେଖା ନା, ସେ ତ ଶମ୍ଭୁଆ ଲେଖା ନୁହେଁ। ସେ ହାଡିଦାସଙ୍କ ଲେଖା ଭଲ ଜିନିଷ, ଭଲ ଲେଖା ସବୁ। ଭାଗବତ ଶାସ୍ତ୍ରରେ ପିଣ୍ଡ ବ୍ରହ୍ମାଣ୍ଡ ଏକମତ ଜାଣନ୍ତି ସୁଜ୍ଞାନୀ ପଣ୍ଡିତ। ମତେ ସେଠୁ କହିଲେ ନା ଏକମତ ନୁହେଁ। କିଏ କହିଲେ ଯଦି ଆପଣଙ୍କ କଥା ଏକମତ ନୁହେଁ, ତାହେଲେ ଦ୍ୱିତୀୟ କଥାଟା କୁହନ୍ତୁ ଯେ ପିଣ୍ଡ ବ୍ରହ୍ମାଣ୍ଡ ବେନିମତ ବୁଝାଇ କୁହ ଦତ୍ତ ଅର୍ଥ। ନା ନା, ତମେ ଯାହା କହୁଛ ଆମେ ଅହଙ୍କାର କରି କହୁନି, ସେ ଲୋକର ଜ୍ଞାନ ନାହିଁ। ଆଜ୍ଞା, ମୁଁ କହିଦଉଛି, ଧନ୍ୟବାଦ ଦଉଛି। ଯଦି ମୁଁ ପ୍ରଥମ ଥର କରିକି ଦର୍ଶନ କରୁଥାଏ ପ୍ରଭୁଙ୍କ ଆଶୀର୍ବାଦରୁ, ଯେ ଗୋଟେ ଭାଗବତ ଲେଖା ଅଛି, ମୁଁ ଯାହାକୁ ହୋଇ ସଦ ଜ୍ଞାନତା ହୃଦୟରୁ ଉଦୟ। ଆପଣଙ୍କ ଭିତରେ ଯୋଉ ଯେମିତି କହିଲେନି ନା, ମଣିଷ ଦେହ ଦିବ୍ୟ ଜ୍ଞାନ ଦେଖି ସନ୍ତୁଷ୍ଟ ଭଗବାନ, ତାହେଲେ ଆପଣଙ୍କ ଭିତରେ ଯୋଉ ଜ୍ଞାନଟା ଅଛି, ଆପଣ ଯୋଉ ପ୍ରସାରଣ ମାଧ୍ୟମରେ ଆଜି ବାଣ୍ଟୁଛନ୍ତି, ଏତିକି ମୁଁ ଭଗବାନ କିଏ ଆପଣଙ୍କୁ ତ ମାନିନେନି,
ଆପଣଙ୍କର ବଚନ ଗୁଡାକ କେତେ ସୁନ୍ଦର ଆଉ ସତ୍ୟ ପଥଟାକୁ ପୁରା ଦେଖେଇଛନ୍ତି ଆଉ ପୁରା ଏକଦମ କ୍ଲିଅର ପ୍ରାକ୍ଟିକାଲ ପୁରା ଇଏ। ନାଇଁ ଗୋଟେ କଥା ଶୁଣନ୍ତୁ ମୁଁ ବୁଝେଇ ଦଉଛି। ପିଣ୍ଡ ବ୍ରହ୍ମାଣ୍ଡ ଏକମତ ତାର ଗୋଟେ ପ୍ରମାଣ ବି ମୁଁ ତମକୁ ବର୍ତ୍ତମାନ ଦେଇପାରିବି। ଯୋଉ ଆମେ ଗୋଟେ ଗଛରୁ ଗୋଟେ ନଡିଆ ପଇଲା, ସେଇ ନଡିଆଟାକୁ ଆମେ ଓଡିଆରେ କହୁଛନ୍ତି ନଡିଆ, ସଂସ୍କୃତରେ କହୁଛନ୍ତି ନାରିଏଲ, ହିନ୍ଦୀରେ କହୁଛନ୍ତି ନାରିଏଲ, ସଂସ୍କୃତରେ ହଉଛି ନାରିକେଳ, ଇଂରାଜୀରେ ହଉଛି କୋକୋନଟ। ଭାଷା ଗୁଡାକ ଭିନ୍ନ ଭିନ୍ନ କିନ୍ତୁ ଫଳଟା ଗୋଟିଏ ନା ଗୋଟେ। ବାସ ଠିକ ସେଇଭଳି ଯେ ଏ ବିଶ୍ୱ ବ୍ରହ୍ମାଣ୍ଡରେ ତା ତତ୍ଵଟା ହଉଛି ଗୋଟେ, କହିବା ଶୈଳୀ ଭିନ୍ନ। ଦାର୍ଶନିକ ତାର ଦର୍ଶନ ଭାଷାରେ କହୁଛି, ବିଜ୍ଞାନ ତାର ବିଜ୍ଞାନ ଭାଷାରେ କହୁଛି, କିନ୍ତୁ ସେ ଉଭୟ ସେ ଗୋଟିଏ କଥାକୁ କହୁଛନ୍ତି। ସେଇଥିପାଇଁ ପିଣ୍ଡ ବ୍ରହ୍ମାଣ୍ଡ ଏକମତ। ଏକମତ ଅର୍ଥ ଉଭୟଙ୍କ ବିଜ୍ଞାନ ଦର୍ଶନ ସମସ୍ତଙ୍କର ମତ ଏକ, କିନ୍ତୁ ବୁଝିବା ଶୈଳୀଟା ଭିନ୍ନ। ବୁଝିପାରୁଛି? ଗୋଟିଏ କଥା ମୁଁ କହୁଛି ଯେ ଆମର ଭୂତ ମାନେ ପଦାର୍ଥ, ଭୂତ ମାନେ ଯଦି ପଦାର୍ଥ, ଆମେ କହିବା ପଦାର୍ଥର ଗୋଟେ ଅବସ୍ଥା ହଉଛି କଠିନ, ଆଉ ଗୋଟେ ତରଳ, ଆଉ ଗୋଟେ ବାଷ୍ପ। କିନ୍ତୁ ଦାର୍ଶନିକ କହୁଛନ୍ତି ପଦାର୍ଥର ତିନିଟା ଅବସ୍ଥା ଅଛି, ଗୋଟେ ପୃଥିବୀ, ଗୋଟେ ଜଳ, ଗୋଟେ ହଉଛି ବାୟୁ। ତେଣୁ ପୃଥିବୀ ଜଳବାୟୁ ପଦାର୍ଥର ଅବସ୍ଥା ବୋଲିକି ଦର୍ଶନ କହୁଛି, ପଦାର୍ଥର ଅବସ୍ଥା କଠିନ ତରଳ ବାଷ୍ପ ବୋଲିକି ବିଜ୍ଞାନ କହୁଛି। ପ୍ରମାଣ କରି ଦେଖ, ଯିଏ କଠିନ ସେଇ ପୃଥିବୀ, ଯିଏ ତରଳ ସେଇ ଜଳ, ଯିଏ ବାଷ୍ପ ସେଇ ପବନ। ଖାଲି କହିବା ଶୈଳୀ ଭିନ୍ନ, କିନ୍ତୁ ଜିନିଷ ଏକ ହେଲା ନା ନାଇଁ? ବାସ୍ ପିଣ୍ଡ ମଧ୍ୟରେ ପୃଥିବୀ ଜଳ ଅଗ୍ନି ଆମେ ଯାହାକୁ କହିବା, ବ୍ରହ୍ମାଣ୍ଡ ମଧ୍ୟରେ ପୃଥିବୀ ଜଳ ଅଗ୍ନି ସେଇ ଜିନିଷଟା, ଅଲଗା ନାହିଁ। କିନ୍ତୁ ତାକୁ ବୁଝିବା ହଉଛି ଠିକ କଥା। ଯିଏ ନ ବୁଝି ପାରୁଛି, ଜାଣିପାରୁନି। ପିଣ୍ଡ ବ୍ରହ୍ମାଣ୍ଡ ବେନିମତ କହିବାର ଅର୍ଥ ହଉଛି ଏଇଆ, ସିଏ ଉଭୟ ମତକୁ ତାଙ୍କ ଭିତରେ ଜ୍ଞାନ ନାହିଁ, ପିଣ୍ଡ ଜ୍ଞାନ ନାହିଁ କି ବ୍ରହ୍ମାଣ୍ଡ ଜ୍ଞାନ ନାହିଁ। ତେଣୁ ସିଏ କହୁଛନ୍ତି ଉଭୟ ହଉଛନ୍ତି ବେନିମତ। ଆଉ ଗୋଟେ କଥା କହୁ, ଶୁଣ ଶୁଣ, ଗୀତାରେ କହୁଛି ଶ୍ରୀମଦ ଭଗବଦ୍ଗୀତାରେ, ଯଚ୍ଛାଙ୍କେଇ ପ୍ରପୃତେ ଜ୍ଞାନଂ ତଜ୍ଜୋଗୈରପି ଗମ୍ୟତେ ଏକଂ ସାଂଖ୍ୟଂ ଚ ଯୋଗଂ ଚ ଯପଶ୍ୟତି ସପଶ୍ୟତି। ବୁଝିପାରିଲ ନା? ସାଂଖ୍ୟଇ ପ୍ରପୃତେ ଜ୍ଞାନଂ, ସାଂଖ୍ୟଇ ଯୋଉଟା ସାଂଖ୍ୟରେ ଯୋଉ ଜ୍ଞାନକୁ ତମେ ପାଇବ, ତତ୍ ଯୋଗୈରପି ଗମ୍ୟତେ, ସେଇ ଜ୍ଞାନଟା ତମେ ଯୋଗ କରିକି ମଧ୍ୟ ପାଇବ। ଜ୍ଞାନ ବିଚାରରେ ଯୋଉ କଥାଟା ପାଇବ, ଯୋଗ କରିକି ମଧ୍ୟ ସେଇ କଥା କରିବ। ଏକଂ ସାଂଖ୍ୟଂ ଚ ଯୋଗଂ ଚ, ଯୋଗ ସାଂଖ୍ୟ ଦିଟା ଯାକ ହଉଛି ଗୋଟିଏ। ଯପଶ୍ୟତି, ଏକ ବୋଲିକି ଯିଏ ଦେଖେ, ସପଶ୍ୟତି, ସେ ପ୍ରକୃତ କଥାଟା ଦେଖେ। ଏବେ ବୁଝିପାରିଲ ନା? ଯଦି ଏଇ ଶ୍ଲୋକଟା ଠିକ, ତାହେଲେ ଏଇ ଶ୍ଲୋକ ଅନୁସାରେ କହୁନା ପିଣ୍ଡ ବ୍ରହ୍ମାଣ୍ଡ ହଉଛି, ସାଂଖ୍ୟ ହଉଛି ବ୍ରହ୍ମାଣ୍ଡ ମତ, ଯୋଗ ହଉଛି ପିଣ୍ଡ ମତ। ବୁଝିପାରିଲ ନା? ଯଦି ଯୋଗ ହେଲା ପିଣ୍ଡ ମତ, ଆଉ ସାଂଖ୍ୟ ହେଲା ମାନେ ବାହାର ବ୍ରହ୍ମାଣ୍ଡ ମତ, ତେଣୁ ଗୀତା କହୁଛି କଣ? ଏକଂ ସାଂଖ୍ୟଂ ଚ ଯୋଗଂ ଚ, ବୁଝିଲ କି? ଆଉ ତାହେଲେ ଦିଟା ସାଂଖ୍ୟ ଆଉ ଯୋଗ ଦିଟା ଆଙ୍କ ହଉଛି ଏକ। ଏକଂ ସାଂଖ୍ୟଂ ଚ ଯୋଗଂ ଚ, ବୁଝିଲ କି? ବୁଝିପାରିଲ ନା? ଏବେ ପ୍ରମାଣ ପାଇଲ ତ ମୋ ଠାରୁ? ଆଉ ଗୋଟେ କଥା, ଯଦି ଆମେ ପିଣ୍ଡ ବ୍ରହ୍ମାଣ୍ଡ ଆଉ ଗୋଟେ କଥାକୁ ନବା, ଯେ ମାତୃଗର୍ଭକୁ କଥାକୁ ନେଇ ନେଲେ ସେଠି ବି ତ ମାନେ ମୀମାଂସା ହେଇଯିବ। ସବୁ ମୀମାଂସା ହେଇଯିବ ସେଇ ଜାଗାରେ। ମାତୃଗର୍ଭରେ ଯୋଉ ପଦାର୍ଥ ଦ୍ୱାରା ତିଆରି, ଏବେ ବି ମନେ ଅଛି ମୋର। ମାତୃଗର୍ଭ ଆଜି ବି ଦେଖିବ ଗୋଟେ ଭଲ ଜିନିଷ ଛାଡିଛି ସନ୍ଧ୍ୟା ବେଳକୁ, ବୁଝିଲ କି? କଣ କଲେ ନିଜକୁ ପାପ ଲାଗେ ନା। ସେ ତମରି ଭଳି ଜଣେ ଭଦ୍ର ବ୍ୟକ୍ତି ପଚାରିଛନ୍ତି, ବୁଝିଲେ କି? ସେ କହିଛନ୍ତି ଗଛରେ ପ୍ରାଣ ଅଛି। ମୁଁ କହିଲି ହଁ। ଆଉ ଗଛକୁ ମାରିବା ପାପ? ମୁଁ କହିଲି ହଁ। ତାହେଲେ ଆମେ ଖାଇବାନି? ମୁଁ କହିଲି ନା ଖାଇବାନି। ତାହେଲେ ଏବେ ବଞ୍ଚିବା କେମିତି? ମୁଁ ନା ବଞ୍ଚିବାନି। ବୁଝିଲ ନା? ତାଙ୍କ ପ୍ରଶ୍ନର ଉତ୍ତରଟା ଏଇଭଳି ପ୍ରକାର ଦିଆଯାଇଛି, ହେଲା କି? କିନ୍ତୁ ବୁଝିବା କଥା, ଗଛର କୋଉ କୋଉ ଗୁଣ ଅଛି, ଆଉ ଯୋଉ ଗୁଣ କି ପ୍ରାଣୀର ନାହିଁ, ହେଲା? ତେଣୁ ଗଛରେ ଯୋଉ ଗୁଣ ଅଛି, ସେ ଗୁଣଟା କଣ? ଜନ୍ମ, ବୃଦ୍ଧି, ଖାଦ୍ୟ ଗ୍ରହଣ, ମଳତ୍ୟାଗ, ବଂଶ ବୃଦ୍ଧି, ବିନାଶ। କଣ ବୁଝିପାରିଲ? ଏଇ 6ଟା କର୍ମ ଗଛର ଅଛି। କିନ୍ତୁ ମଣିଷର ସେଇ କଥା ଅଛି, ତା ସାଙ୍ଗରେ କଣ ଅଛି?
14ଟା ଗୁଣ ଅଧିକା ଅଛି। କୋଉ 14ଟା ଗୁଣ? ଅନୁଭବ, ବିଚାର, କଳ୍ପନା, ଅଭିମାନ, ଦେଖିବା, ଶୁଣିବା, ଶୁଙ୍ଘିବା, ଚାଖିବା, ଛୁଇଁବା, ସ୍ପର୍ଶ କରିବା, ଗତି କରିବା, ମଳମୂତ୍ର ତ୍ୟାଗ କରିବା, କହିବା। ଇଏ କର୍ମ ଇନ୍ଦ୍ରିୟ 5, ଜ୍ଞାନ ଇନ୍ଦ୍ରିୟ 5, ଅନ୍ତର ଇନ୍ଦ୍ରିୟ 4। 14ଟା ଇନ୍ଦ୍ରିୟ କ୍ଷମତା ପ୍ରାଣୀର ଅଛି। ତେଣୁ ପ୍ରାଣୀକି ମାରିଦେଲେ ଏଇ ଇନ୍ଦ୍ରିୟ କ୍ଷମତା ଗୁଡିକ କଣ କର ନା ତାଙ୍କଠୁ ସେ ଶକ୍ତି ଆସିକି ଆମ ଇନ୍ଦ୍ରିୟକୁ ପ୍ରଭାବିତ କରିବ, ବୁଝିଲ। କିନ୍ତୁ ଗଛର ଯେହେତୁ ଇନ୍ଦ୍ରିୟ କ୍ଷମତା ନାହିଁ, ଗଛକୁ ବିନାଶ କଲେ ତାର କୌଣସି ପ୍ରକାର କାର୍ଯ୍ୟ ଆମକୁ ପ୍ରଭାବିତ କରିପାରିବ ନାହିଁ। ତେଣୁ ଗଛକୁ ବିନାଶ କଲେ ପାପ ଲାଗିବ ନାହିଁ, ପ୍ରାଣୀକି ବିନାଶ କଲେ ପାପ।